ପ୍ରକୃତ ଶାନ୍ତିରେ ରହିବା ପାଇଁ ହେଲେ ତୁମେ ଯାହା ଖାଉଛ, ଶାଗ ପଖାଳ ହେଲେ ମଧ୍ୟ ବାପା ମାଆଙ୍କୁ ବି ସେ ଜିନିଷ ଖାଇବାକୁ ଦିଅ। ଯେତିକିରେ ତମେ ଚଳୁଛ ତାଙ୍କୁ ମଧ୍ୟ ସେତିକି ଖାଦ୍ୟରୁ ବଞ୍ଚିବା ପାଇଁ ଦିଅ। ତାହେଲେ ତୁମ ଲାଇନରେ କେବେ ହେଲେ ବି ଦୁଃଖ ଆସିବ ନାହିଁ। ଦୁଃଖ ଆସିଲେ ଦୁଃଖକୁ ବାଟ କାଟି ଯିବାର ବାଟ ତୁମକୁ ଦେଖାଯିବ। ତେଣୁ କୌଣସି ବଡ଼ ଆଶା କରି ବାପା ମାଆଙ୍କୁ ଭୁଲି ଉପରକୁ ଯିବା ପାଇଁ ଚେଷ୍ଟା କରିବ, ଯାଇପାରିବ ନାହିଁ। ଇଏ ହେଉଛି ଭଗବାନଙ୍କ ନିର୍ଦ୍ଦେଶ ବା ନିଜେ ଭଗବାନ ବାପା ମା। ତାଙ୍କୁ ଅବହେଳିତ କଲେ ଅସୁବିଧାର ସମ୍ମୁଖୀନ। ତେଣୁ ତୁମେ ବାପା ମାଆଙ୍କୁ କେବେ ବି ପଚାରୁ ନଥିବ। ମଲା ପରେ ତୁମେ ଏକାଦଶ ଦିନ ତୁମେ ବଡ଼ ଭୋଜି କରି 2-3 ହଜାର ଲୋକଙ୍କର ଖାଦ୍ୟ କରି ଖାଇବାକୁ ଦେଲେ ମଧ୍ୟ ଲୋକ ସନ୍ତୁଷ୍ଟ ନୁହେଁ। 5 ଲକ୍ଷ ଖର୍ଚ୍ଚ କରିଥିବ, କିନ୍ତୁ ଲୋକ ଖାଇକି ଯାଉଥିବେ ସେ ତରକାରୀଟା ପୋଡ଼ି ଯାଇଥିଲା, କିନ୍ତୁ ସେ ଖାଦ୍ୟର କିଛି ଭ୍ୟାଲୁ ହିଁ ନଥାଏ। ବାପା ଚାଲିଗଲେ ଭୋଜିର ଆବଶ୍ୟକ ବି ଦରକାର ପଡ଼ିବ ନାହିଁ, ଯଦି ବି ତୁମ ପାଖରେ ପଇସା ନାହିଁ। କିନ୍ତୁ ଯଦି ତୁମେ ଗଣ୍ଡେ ଖାଇବାକୁ ଦେଇଥିବ, ଆରାମରେ ଯଦି ସେମାନେ ଆଖି ବୁଜିଛନ୍ତି, ତାହେଲେ ତୁମକୁ କିଛି ଫରକ ଆସିବ ନାହିଁ। ଆଉ ଯଦି ତୁମେ ଟ୍ରିଟମେଣ୍ଟ ପାଇଁ ଟଙ୍କା 1000ରେ କି 2000ରେ ଆଖି ବୁଜିଦେଲେ ଟ୍ରିଟମେଣ୍ଟ ଅଭାବ ହେଇଗଲା, ତାହେଲେ ସେ ବାପା ମାଆଙ୍କର ଦୁଃଖ ତୁମକୁ କେବେ ସେ ଆଖିର ଲୁହରେ ତୁମେ କେବେ ହେଲେ ବି ବଞ୍ଚିପାରିବ ନାହିଁ। କାହିଁକି ନା ମୁଁ ଏମିତି ବହୁତ ଭିଡ଼ିଓରେ ବି କେବଳ ବାପା ମାଆଙ୍କ କଥା କୁହେ। କିଛି ଦିନ ଗଲା ପରେ ଏକାଦଶ ସରିଲା ପରେ ଗୋଟେ ଷ୍ଟାଚୁ କରିଦିଅନ୍ତି। ଷ୍ଟାଚୁ ଦେଖା ଶିକ୍ଷା ବିଦ୍ୟା, ଷ୍ଟାଚୁ 2-5 ଲକ୍ଷ ବି ଖର୍ଚ୍ଚ କରିଦିଅନ୍ତି, କିନ୍ତୁ ଜିଅନ୍ତା ଥିଲାବେଳେ ଟଙ୍କାଟେ ଖର୍ଚ୍ଚ କରନ୍ତି ନାହିଁ। କିନ୍ତୁ ଯଦି ଷ୍ଟାଚୁ କରିଦେଇକିରି 5 ଲକ୍ଷ, ସେ ଷ୍ଟାଚୁରେ ନୂଆ ଷ୍ଟାଚୁରେ ପହିଲୁ ମାସେ 2 ମାସେ ଭୋଗ ଦେବେ। ଭୋଗ ଦେଲା ପରେ ତାପରେ ନଥିବ, ତାହେଲେ ସେ ବାପା ମାଆଙ୍କର ଭ୍ୟାଲୁ ହିଁ କିଛି ନଥାଏ। ତେଣୁ ଯେତିକି ଅଛି ସେତିକିରେ ବାପା ମାଆଙ୍କୁ ନେଇ ଚାଲ।